ମୁଁ ଯେତେବେଳେ ମାତ୍ର 23 ବର୍ଷର ବୟସ ପ୍ରାପ୍ତ ହୋଇଥିଲା ସେ ସମୟରେ ମୁଁ ଶ୍ରୀରାମପୁର କଲେଜରେ ବାଇବଲ ଟ୍ରେନିଂ କରୁଥାଏ। କଲିକତାର ଶ୍ରୀରାମପୁର ସହରରେ ମୁଁ ବାଇବଲ ଟ୍ରେନିଂ କରୁଥାଏ। ଆଉ ସେଇ ସମୟରେ ଡିସାଇଡ୍ ହେଲା ଯେ ପ୍ରତ୍ୟେକ ଷ୍ଟୁଡେଣ୍ଟ ମାନଙ୍କୁ ଗ୍ରୁପ କରାହେଇ ବିଭିନ୍ନ ସ୍ଥାନ ମାନଙ୍କୁ ପ୍ରଚାର ନିମନ୍ତେ ପଠା ହବ। ଆଉ ସେମାନେ ଯାଇକି ଷ୍ଟ୍ରିଟ୍ ପ୍ରିଚିଂ ଆଉ ସେମାନେ ବିଭିନ୍ନ ସ୍ଥାନରେ ସେମାନେ ବିଭିନ୍ନ ଏରିଆରେ ସେମାନେ ପ୍ରିଚିଂ କରିବେ। ଆଉ ଆମକୁ ମଧ୍ୟ ଗୋଟେ ଗ୍ରୁପ କରିକିରି ପଠା ହେଲା। ସେଇ ଗ୍ରୁପ ରେ ମୁଁ ଜଣେ ମାତ୍ର ଥିଲି ଯେ କି ଓଡିଶାର। ଆଉ ସେଇ ଗ୍ରୁପ ରେ ଆଉ ବାକି ଯେଉଁମାନେ ଥିଲେ ସମସ୍ତେ ସାଉଥ ଇଣ୍ଡିଆନ, ଆଉ କେଉଁମାନେ ଇଣ୍ଡିଆର ବାହାରୁ ଥିଲେ, ଆଉ କେଉଁମାନେ ନର୍ଥ ଇଣ୍ଡିଆନ ଥିଲେ। ଆଉ ସେଇ ସମୟରେ କଣ ହଉଛି ନା ମତେ କୁହାଗଲା ଯେ ସୋନାଲି ତୁ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବୁ। ପ୍ରଥମ ମୋ ମନରେ ଭୟ ଆସିଥିଲା, ପ୍ରଭୁ ମୁଁ କିଭଳି ଭାବରେ ବେଙ୍ଗୋଲୀରେ ପ୍ରିଚିଂ କରିବି। କିନ୍ତୁ ସେଇ ସ୍ଥାନରେ ପ୍ରଭୁ ମତେ ସାହାଯ୍ୟ କଲେ। ଆଉ ହଠାତ୍ ବେଙ୍ଗୋଲୀ ଆଉ ଓଡିଆ ମଧ୍ୟରେ ଯଦି ବା ବିଶେଷ ପାର୍ଥକ୍ୟ ନାହିଁ, ଆଉ ପ୍ରଭୁ ମତେ ସାହାଯ୍ୟ କଲେ, ମୁଁ ପ୍ରଚାର କଲି। ଆଉ ପ୍ରଚାର କରିସାରିଲା ପରେ ଆମେ ଅଟୋରେ ଫେରୁଥିଲୁ। ଆଉ ତାହା ଶ୍ରୀରାମପୁର କଲେଜଠୁ ବେଶୀ ଡିଷ୍ଟାନ୍ସ ରେ ନଥିଲା, ପାଖାପାଖି 3-4 କିଲୋମିଟର ଡିଷ୍ଟାନ୍ସ ରେ ତାହା ଥିଲା। ଆଉ ଆମେ ଅଟୋରେ ଫେରୁଥିଲୁ। ସେ ସମୟରେ ଅଟୋରେ ମାତ୍ର 2 ଟଙ୍କା ଲାଗିଥାଏ। ଆଉ ଆମେ ଯେତେବେଳେ ଫେରୁଥିଲୁ ମୁଁ ଲେଫ୍ଟ ସାଇଡ୍ ରେ ବସିଥିଲି। ମୋର ବାରମ୍ବାର ତୁ ଫେରିଯା ସେଇ ଶବ୍ଦ ମୋର ବାରମ୍ବାର ମୋର ଏଇ କର୍ଣ୍ଣରେ ଆଘାତ ଦଉଥାଏ। ଆଉ ମୁଁ ଯେତେବେଳେ ବସିଥାଏ ଆଉ ଏତେ ଅଧିକ ଭାବରେ ସେଇ ମୋର କର୍ଣ୍ଣରେ ସେ ଶବ୍ଦ ବାଜିଲା, ମୁଁ ଜାଣିପାରୁନଥିଲି ୱେଷ୍ଟ ବେଙ୍ଗଲରେ କିଏ ଏଭଳି ମତେ ଓଡିଆରେ କହୁଛି। ଆଉ ମୁଁ ସେ ଅଟୋ ଚାଳକକୁ କହିଲି, ମୁଁ କହିଲି ଦାଦା ତମେ ଅଟକେଇ ଦିଅ, ଗାଡିକୁ ଅଟକେଇ ଦିଅ। ଆଉ ମୁଁ କଣ କଲି ନା ଗାଡିରୁ ଓହ୍ଲେଇ ଗଲି। ଆମର ଯିଏ ଟିଚର ଥିଲେ ସେ କହୁଥାନ୍ତି କୁଆଡେ ଯାଉଛୁ। ମୁଁ କହିଲି ନାଇଁ ମୋର ଗୋଟେ କାମ ଅଛି। ମୁଁ ରୋଡର ଅପୋଜିଟ ସାଇଡ କୁ ଗଲି। ଆଉ ଗୋଟେ ସେଇ ଯୋଉ ସ୍ଥାନରେ ଆମେ ପ୍ରିଚିଂ କରିଥିଲି, ଯୋଉ ସ୍ଥାନରେ ଆମେ ପ୍ରୋଗ୍ରାମ କରିଥିଲୁ, ସେ ସ୍ଥାନକୁ ମୁଁ ଫେରିଗଲି। ଅଟୋରେ ଫେରିଗଲା ବେଳକୁ ମୁଁ ଦେଖିଲି ଯୋଉ ସ୍ଥାନରେ ଆମେ କରିଥିଲୁ, ଯୋଉ ସ୍ଥାନରେ ଆମେ ଠିଆ ହେଇକିରି, ସେଇ ସ୍ଥାନ ଗୋଟେ ବହୁତ ବଡ ଗୋଲ ଆକାରରେ ଲୋକ ଗଦା ହେଇଛନ୍ତି। ମୁଁ ସେଇ ଭିତରେ ମୁଁ ପ୍ରବେଶ କଲି, ଲୋକମାନଙ୍କୁ ପୁଶ କରିକିରି ଟିକେ ଭିତରକୁ ପ୍ରବେଶ କଲି। ଆଉ ସେ ସ୍ଥାନରେ ମୁଁ ଦେଖିଲି ଆମର 2 ଜଣ ବାଇବଲ କଲେଜର 2 ଜଣ ପାଷ୍ଟର, ସେମାନେ ସେଇ ମଧ୍ୟରେ ଅଛନ୍ତି। ଆଉ ସେମାନଙ୍କୁ ମାରିଦେବା ପାଇଁ ଲୋକମାନେ ବସିଛନ୍ତି। ଆଉ ମୁଁ ଯେତେବେଳେ ସେ ଭିତରେ ପ୍ରବେଶ କରିସାରିଛି, ମୋ ମନରେ ବହୁତ ଭୟ, କାରଣ ମୋର ବୟସ ଥିଲା ମାତ୍ର 23 ବର୍ଷ। ଆଉ ମୁଁ ସେତେବେଳେ ଭୟଭୀତ, କମ୍ପମାନ। ଆଉ ସେଇ ସମୟରେ ମୁଁ ବୁଝିପାରୁନି କଣ କହିବି, ଆଉ ମୁଁ କମ୍ପି ଯାଉଥାଏ। ଆଉ ସେଇ ସମୟରେ ପ୍ରଭୁ ମତେ ଶକ୍ତି ଦେଲେ। ଆଉ ମୁଁ ସେଇ ବ୍ୟକ୍ତି ମାନଙ୍କ ପାଖକୁ ଗଲି। ମୁଁ ଗୋଟେ ବିଷୟ ଚିନ୍ତା କରୁଥାଏ, ସେଇ ଯୋଉ 2 ଜଣ ପାଷ୍ଟର ସେମାନେ म्यांमार କଣ୍ଟ୍ରିର। ଆଉ ସେଇ 2 ଜଣ ପାଷ୍ଟର ସେମାନେ କଣ କରିଛନ୍ତି ନା ତାଙ୍କର ପରିବାର ବିଷୟରେ ମୁଁ ଚିନ୍ତା କରୁଥାଏ, କାହିଁକିନା ସେମାନେ ଫ୍ୟାମିଲି କ୍ୱାର୍ଟର୍ସରେ ସେମାନେ ରହୁଥିଲେ। ତାଙ୍କର ସାନ ସାନ ଶିଶୁ ସନ୍ତାନ, ତାଙ୍କର ସ୍ତ୍ରୀ ମାନଙ୍କ ଚେହେରା ମୋର ଆଖିରେ ଆସୁଥାଏ। ମୋର ଆଖିରେ ଲୁହ ଆସିଗଲା। ପ୍ରଭୁ ଏମାନେ ଯଦି ମରିଯିବେ ତାଙ୍କ ପରିବାର ଯତ୍ନ କିଏ ନବ? ସେଠୁ ସେଇ 2 ଜଣ ପାଷ୍ଟରଙ୍କୁ ମୁଁ କହିଲି ଆପଣ ମାନେ ବାହାରକୁ ପଳାନ୍ତୁ। ଇଂଲିଶରେ ସେମାନଙ୍କୁ କହିଲି ଗୋ ଆୱେ, ଗୋ ଆଉଟ୍ ଫ୍ରମ ହିୟର। ଯେତେବେଳେ କହିଲି ସେତେବେଳେ ସେମାନେ ଆଉ କଣ ବୁଝିଲେ, ସେମାନଙ୍କୁ ମୁଁ ଧକ୍କା ଦେଇଦେଲି, ସେମାନେ ବାହାରକୁ ପଳେଇଲେ। ଆଉ ସେଇ ସମୟରେ ସବୁ ବ୍ୟକ୍ତି ମାନେ କହୁଥାନ୍ତି ଆରେ ଇଏ ତ ପ୍ରବଚନ ଶୁଣେଇଥିଲା, ଆଉ ଆକୁ ଆମେ ଧରିକି ମାରିଦଉ। ଆଉ ସେତେବେଳେ ମୁଁ ଜାଣିଲି ପ୍ରଭୁ ହୁଏତ ମତେ ଆଜି ମୋର ସାକ୍ରିଫାଇସ ଚାହୁଁଛନ୍ତି। ଆଉ ପ୍ରଭୁ ମତେ ଏଇ ସ୍ଥାନକୁ ଆଣିଛନ୍ତି, ମୁଁ ଯେଭଳି ମୋର ଜୀବନ ଦେଇଦିଏ ଆଉ ଏମାନେ ବଞ୍ଚିଯିବେ। ସେଠୁ ମୁଁ କହିଲି ଯେ ମୋର କିଛି କହିବାର ଅଛି। ପ୍ରତ୍ୟେକ ବ୍ୟକ୍ତିକୁ ମରିବା ପୂର୍ବରୁ ସୁଯୋଗ ଦିଆ ହେଇଥାଏ ଯେ ସେ କିଛି କହେ। ଆଉ ସେଇ ସମୟରେ ମୁଁ କହିଲି ଯେ ମୁଁ କହିବାକୁ ଚାହୁଁଛି ଯେ ମୋର ଶରୀରରେ ଆପଣ ମାନେ ମୋ ଶରୀରକୁ ଆଘାତ କରିବେ, ମତେ ବଦ୍ଧ କରିବେ, ମତେ ମାରିଦେବେ। ମୋର ଶରୀରରୁ କଣ ବାହାରିବ? ସେମାନେ କହିଲେ ବ୍ଲଡ। ମୁଁ କହିଲି ମୋ ଶରୀରର ବ୍ଲଡ ର କଲର କଣ? ସେମାନେ କହିଲେ ରେଡ୍। ମୁଁ କହିଲି ଆପଣ ମାନଙ୍କ ଶରୀରର ବ୍ଲଡ ର କଲର କଣ? ସେମାନେ କହିଲେ ରେଡ୍। ମୁଁ କହିଲି ହୁଏତ ମୁଁ ଆଜି ମରିଯିବି, ଧରି ନିଅନ୍ତୁ ମୁଁ ମରିଗଲି, କିନ୍ତୁ ମୁଁ ମରିଗଲା ପରେ ଆପଣ ମାନଙ୍କର ଆତ୍ମା ଶାନ୍ତି ପାଇବ କି? ଆପଣ ମାନେ ଜଗତରେ ଶାନ୍ତିରେ ରହିପାରିବେ କି? ପ୍ରତ୍ୟେକ ଦିନ ମାନଙ୍କର
अंतरे गोटे विषय कही होउथिबो जे आमे मर्डर करिचु आपण मानको मर्डरर बोली कुहा जिवो आ सेई समय रे कोन हला मोर मनरे अनेक दुख आ सेई समय रे मु चिंता करथे कोन कहिबे आ प्रभु तांकर वाक्य देले जीशुଙ୍କ विषय होची मु सेदिन कहिली जीशु किभଳି क्रूसरे निजको से टांगी देले क्रूसरे हत हेले से किभଳି आम प्रत्येकଙ୍କ निमंते जीवन देले तांकर जीवन द्वारा आमे आज सुस्थता लाभ करिचु आमे अनंत जीवन पाइचु सेई दिन मु अनंत जीवन विषय मु होची सेई स्थान रे वाक्य देली आ सेई वाक्य मु जानि नथिली ताहा एते समस्तଙ୍କର हृदय को स्पर्श कला से समय से माने मते मध्य छाड़ी देले आ मु गीत गाई गाई मु कॉलेज को बाइबल कॉलेज को फेरी आसी थिली आ आजी आमे लक्ष्य करू मु से दिन जाई थिली मु जानि थिली मोर जीवन आजी हत हेबो किंतु प्रभुंकर डिसिजन एक भिन्न प्रकार प्रभु चाहंती आमे तांकर साक्ष्य बहन करू आमे तांको निमंते ठिया हेउ प्रभु चाहती आमे तांकर वाक्य श्रवण करू कारण ओबीडियंस इज बेटर देन सैक्रिफाइस आज जगत हमको कौन दबा को चाहूची जगत हमको नरक देबा पे चाहूची जगत हमको नरक पथरे हमको परिचालना करूची आमे जदी जगत रे बंचिबा को हुए आमे जगत रे प्रभुंकर होई जदी बंचिबु विश्वासी होई जदी बंचिबु ताहले आमे आज बंची पारिबु आ निश्चित रूपे आमे आम जीवन प्रभुंकर साक्षी होई अनंत जीवन रो अधिकारी होबो आ केवल मात्र आमे नुहे मात्र अनेकंको आमे प्रभुंक पथरे आमे गाइड करि परिबु किंतु जगत हमको नरक दिए आ प्रभु हमको अनंत जीवन दियंती आ प्रभुंकर होई बंचिबा को हेले हमको शक्ति प्रेम और सुबुद्धिर आत्मा आवश्यक आज अनेक स्थान रे आज ताड़ना चली पालक माने से माने ताड़ित लांछित मु यूपी स्टेट रे मु मिनिस्ट्री करूथिली आ मोर स्टाफ मानकठु मु खबर पाइली गोटे स्थान रे गिरजा चली थिला आ बहुत लोक घरे प्रवेश कले बसिले तापर पुलिस को फोन कर देले आ सेही समय रे कोन हैला ना पुलिस आसिकरी पास्टर मानकु अरेस्ट करि नेला आ से माने कंप्लेन कले पास्टर मानकर ना रे आज अनेक पालक ताड़ित लांछित किंतु प्रभु हमको आज सुरक्षा रे रखिचंती कोरोना ठारू हमको दूर रे रखिचंती आ हमको प्रभु आज तांकर कोई बंचिबा निमंते देइचंती